पाला ना 18-19 मेल 18-19 मिसिले केते 18-19 एला 37 गोटे जगार लेखे 37 लिखिलु पंचमे बीजोग फल 37 रु 5 काटे बाकी रहला 32 आज्ञा विंशरु विनाशकर प्रांत अक्षर विंश कहले 20 प्रांत अक्षर होला 0 काटी देली बाकी रहला 2 आदि गुणी बंधे रतिकर प्रचार 32 रे 2 की गुण 32 दुगुण हैला 34 कुंभकर्ण कहिला रे सुंदरी नारी माने पुरुष मानकू जो 64 बंधरे रति प्रदान करती से 64 बंधरे मते रति प्रदान करी ए 15 पीड़ारू मते रक्षा कर एठी आज्ञा कवि आसीबे कोला को बाला कोला सिउकार एबे भाषे छत्री सर्वारिष्ट शांति रथ सर्वे नवग्रह एकादश फलदा भवंतु झड़ती शरीर आरोग्य परमाई सिद्धि जा गले ज्ञान तबर भेल आसिले कवि कालिदास कौन कहले कहले होई मई मा निनी मा कुरु मा नौ मा कुरु होई मई मा निनी मा कुरु मा नौ मा कुरु मा होई मई मा निनी मा कुरु मा नौ मा कुरु मा कति तक भरे न भरतु दानौ कति कति सहसा मन मथ पीड़ा कदपुन मुंचत श्याम क्रीड़ा ओई मई मानिनी मा कुरु मान तो जो मानटिक करिचु से मानटिक दूरीभूत कर दियो स्वामी रह आउ गोटा पद कालिदास कहले ता तल पद है कोला इंदी वरण नयन मुख अंबुजेन इंदी वरण नयन मुख अंबुजेन मुंडेन मत धरण पतलवेण अंगानी चौपट धैले सबिदाय हाता पथ सखे भक्त बालु पड़े नचेत इंदी वर्ण नयन मुख अंबुजेन तो नयन है इंदी वर कहले कई फूल तो मुखटा है अंबुज कहले पद्म तो दांत गुड़ा है कुंद फूल परी धला नव पल्लवेन अंगानी चंपक दैले तो शरीरटा है चंपा फूल परी कोमल हे सुंदरी जो मानटिक रखीचु अभिमान को दूरीभूत करदे रह स्वामी कौन कहू आपण एते दिन मते आज वीर बेसर सजाई दियो आज्ञा मो भाई निर्देश मु जीवी राम को संगे युद्ध करी युद्धर कौशल मु जानी पचारि ब्रह्म ज्ञान आलोचना करी आज राति जावाक मत वीर बेसर स्वामी मो भाग्य केते खराब मु आपन को बाहाली 6 मास है आपन मोटे देखिनी आपन को मुख भी मोटे देखिनी आज आपन पळेबे युद्ध को मो कथा किछि बुझिबे अरे कौन करिबी भाई निर्देश एठी आज्ञा विडोजा कहिला आज्ञा बोला हे स्वामी रात्रि होची 4 प्रहर से जीवन
ଭାବିଲି କରେ ଇଏ କଣ ତୁମେ ମୋର ପ୍ରିୟ ମୁଁ କହିଲି ତୁମେ ମୋର ପ୍ରିୟ ଜୀବନର ଉପବନ ସିଏ ଯାଇକି ଉପଭୋଗ କରୁଛନ୍ତି ମୁଁ ଏକରେ ହେଇଛି କୁମ୍ଭକର୍ଣ୍ଣ ତମେ କଣ ଯାଇକି ତାହାତ ରହୁଛ ଏଇଠି ବିରୋଧା କହିଲା କହିଲା ହେ ନାଥ ଆପଣ ଯୁଦ୍ଧକୁ ଗଲେ ମରିବେ କି ବଞ୍ଚିବେ ତା ଠିକ ନାହିଁ ଆପଣ ରାତ୍ରି ଚତୁର୍ଥ ପ୍ରହର ଦ୍ୱିପ୍ରହର ରାତ୍ରି ଆପଣ ମୋ ପାଖରେ ରହିଯାଆନ୍ତୁ ତୃତୀୟ ପ୍ରହରରେ ମୁଁ ଆପଣଙ୍କୁ ବୀର ବେଶରେ ସଜେଇ ଦେବି ଚତୁର୍ଥ ପ୍ରହରରେ ଆପଣ ଯିବେ ରାମଙ୍କ ଥାଟକୁ ଯୁଦ୍ଧ କରିବାକୁ ଯିବେ ସ୍ୱାମୀ ମୋ ଅନୁରୋଧ ଟିକେ ରକ୍ଷା କରନ୍ତୁ ରହିବି ତମ କଥା ମାନିବି ଆଜ୍ଞା ଏଇଠି ବିରଜା କହିଲା ହେ ନାଥ ଯଦି ଆପଣ ଯୁଦ୍ଧକୁ ଯିବେ ମରିବେ କି ବଞ୍ଚିବେ ଠିକ ନାହିଁ କହିଲା କହିଲା ପ୍ରିୟ ଯଦି ତମ ସତୀତ୍ୱ ବଳ ଥବ ଆଜ୍ଞା ତାହେଲେ ମତେ ରାମ ଭଳିଆ ଗଛଟା ରାମ ମାରି ପାରିବ ନା କଥାଟା ମୁଁ କହିଲି ନା ଆପଣ ଭାଗବତ ପଢିଛନ୍ତି ସେଇ ଭାଗବତରେ ଲେଖା ଅଛି ଆଜ୍ଞା କଲା ଦଣ୍ଡେ ନିମିଷେ ଥିଲେ ପ୍ରାଣ ଦଣ୍ଡକ ପାଇଁ ମୁହୂର୍ତ୍ତକ ପାଇଁ କ୍ଷଣକ ପାଇଁ ଯଦି ମୋ ଜୀବନଟା ଥବ ତାହେଲେ ଜନ୍ମ ନେଇ ପାରିବନି ଜାଣିବା ଆମେ କେମିତି ଆଜ୍ଞା କେମିତି ଜାଣିବା ଏ ଭାଗବତ କଥାଟା ସତ କି ମିଛ ଗୋଟା ଗପ ଆଜ୍ଞା କହୁଛି ଛୋଟିଆ ଗପଟିଏ ମାତ୍ର ଅଧଘଣ୍ଟା ମତେ 15 ମିନିଟ୍ ଟାଇମ ଦିଅନ୍ତୁ ସାର୍ ପାଦାରେ ଗପ ଅଛି ହଁ ପାଲାରେ ସବୁ ଜିନିଷ ଅଛି ବହି ହେଲା ଦର୍ଶନ ଶାସ୍ତ୍ର ଯିଏ ପଢିଥବ ଭାଗବତର ଅର୍ଥ ସିଏ ବୁଝିପାରିବ ସେଇ ଦର୍ଶନ ଶାସ୍ତ୍ରରୁ ଦିପଦ କଥା କହୁଛି ଦଣ୍ଡ ନିମିଷେ ଥିଲେ ପ୍ରାଣ ନେଇ ନପାରେ ଜନ୍ତୁରାଣ ୟାର ଆକ୍ଷରିକ ଅର୍ଥ କଣ ନା ଆଜ୍ଞା ସମ୍ବଲପୁରରେ ଗୋଟା ବଣିଆ ଘର ଥିଲା ସେ ବଣିଆ ଘରେ ପୁଅଟିଏ ବୋହୂଟିଏ ମାଟିଏ 3 ଜଣ ପୁଅଟି ମିଲିଟାରୀ ଚାକିରି କରିଛି ବର୍ଷକୁ ଥରେ ଘରକୁ ଆସେ କୋଉଦିନ ନା ଆମର ମାର ଯୋଉ ପହିଲି ରଜ ପଡେ ସେ ପହିଲି ରଜ 4 ଦିନ ଛୁଟି ହୁଏ ସେ 4 ଦିନ ଛୁଟି ଧରିକି ପୁଅ ଘରକୁ ଆସେ ବର୍ଷକୁ ଥରେ ଯୋଉ ପୁଅଟା ଘରକୁ ଆସିଲା ସେ ମାର ମନଟା କେତେ ଆନନ୍ଦ ହଉଥିବ ଆଉ ବର୍ଷକ ପରେ ଯୋଉ ସ୍ୱାମୀ ତା ଘରକୁ ଫେରିଲା ତା ସ୍ତ୍ରୀର ମନଟା କଣ ଆଜ୍ଞା ହବ ଆପଣ ଚିନ୍ତା କରନ୍ତୁ ଏଇଠି ମା ଡାକିଦେଲା ବୋହୂକୁ ଶାଶୁ ଡାକିଲା କଲା ବୋହୂ ଶୁଣ ନାନ୍ଦି ମୋ ପୁଅ ଆଜି ଆସୁଛି ଆପଣ ସତ କରି କହୁଛନ୍ତି 6 ମାସ ହେଲା ଆସିନାହାନ୍ତି ଆଜି ଆସିବେ କହୁଛନ୍ତି ଆରେ ମୋ ପୁଅ ଆଜି ଆସୁଛି ମୋତେ ଟିକେ ଦୋକାନ କହିଲେନି ସେ ଭଲ ଲୋକ ନୁହଁ ମୋ ପୁଅ ପୋଡ ପିଠା ଖାଇବାକୁ ଭଲ ପାଏ
ବୋଉ ତମ ପୁଅ ପୋଡ ପିଠା ଖାଇବାକୁ ଭଲ ପାଆନ୍ତି ଆଉ କିଛି ଭଲ ପାଆନ୍ତିନି କହୁଥିଲେ କଣ ଆଜି ପହିଲି ରଜ ମତେ ତ କହନ୍ତି ଚିକେନ ଖାଇବାକୁ ଭଲ ପାଆନ୍ତି ମୁଁ ସବୁ ବଟା ବଟି କରିକି ତତେ ଦେଇ ଦଉଛି ତୁ ଗୋଟେ ପୋଡ ପିଠା ଟିକେ ଚୁଲିରେ ନେଇକି ବସା ଏଠି ବୋଉ ମତେ ତ ପୋଡ ପିଠା କରି ଆସିଲେ ମୋ ମା କୋଉଦିନ ମତେ ଆମ ଘରେ କହିନି ତମେ ଟିକେ ବଟା ବଟି କରିକି ଦେଇଦେଲେ ମୁଁ ଚୁଲିରେ ନେଇକି ଭଲକି ବସେଇଦେବି ଦେଇକି ଦେବି ଠିକ ଅଛି ବୋଉ ମୋ ଶାଶୁ ବୁଢୀ ସବୁ ଆଜ୍ଞା ପିଠାର ଆୟୋଜନ କରିକି ବୋହୂକୁ ଦେଇଦେଲା ବୋହୂ ଆଜ୍ଞା ପିଠାଟା ଚୁଲିରେ ବସେଇଲା ଆଜିକାଲି ତ ଆଜ୍ଞା ଟିଭି ଯୁଗ ହେଇଗଲା ଆପଣ ମାନଙ୍କର ମନେ ଥିବ କି ନଥିବ ମୁଁ କହିପାରୁନି ତଥାପି ଆପଣଙ୍କୁ ମନେ ପକେଇଦେଲେ ମନେ ପଡିଯିବ ସେତେବେଳେ ଟିଭିରେ ଗୋଟେ ସିରିଆଲ ଦଉଥିଲା କଥା କହୁଥିଲେ ସରିବନି ଯୋଉମାନେ ଦେଖିଥିବେ ସେଇମାନେ ଜାଣିଥିବେ ସିରିଆଲ ନାଁ ହେଲା କଥା କହୁଥିଲେ ସରିବନି ସେ ସିରିଆଲଟା ବୋହୂ ବସିକି ଦେଖୁଛି ସିରିଆଲ ଦେଖାରେ ଏତେ ବିଭୋର ପିଠାଟା ଚୁଲିରେ ବସେଇଛି ବୋହୂର ଆଉ ମନେ ନାହିଁ ଏ ପିଠା ପଡୁ ପଡୁ ପରା ପିଠା ପଡିଗଲା ସିରିଆଲ ସଇଲା ବୋହୂର ପିଠା କଥା ମନେ ପଡିଲା